जय श्रीराम। ग्रह मानकर प्रतिकार बेले बेले फलदायी न होबार नजर को आसे। यार कारण एपरी हो पारे जेपरी कौनसी भूल औषध अथवा कौनसी भूल पद्धति कौनसी रोगीर रोग को उपशम कर न थाए, ठीक सेपरी भूल पद्धति रे करा जाउथुवा उपचार फलदायी होई न थाए। प्रथमे आमे ग्रह मानकर तत्व संबंध में आलोचना कर सारिचे, राशिर तत्व संबंध में आलोचना कर सारिचे। तो प्रथमे ग्रहटी जो राशि रे अवस्थान करथाए ସେହି ରାଶିର ତତ୍ତ୍ୱଭିତ୍ତିକ ବା ତତ୍ତ୍ୱକୁ ଆଧାର କରି ଯଦି ପ୍ରତିକାର କରାଯାଏ ତେବେ ତାହା 100% ଫଳଦାୟୀ ହୋଇଥାଏ। ଯେପରି ଅଗ୍ନିତତ୍ତ୍ୱ ରାଶିରେ ଅବସ୍ଥାନ କରୁଥିବା ଗ୍ରହର ପ୍ରତିକାର ହବନ ଯଜ୍ଞ ଇତ୍ୟାଦି ଦ୍ୱାରା, ବାୟୁତତ୍ତ୍ୱ ରାଶିରେ ଅବସ୍ଥାନ କରୁଥିବା ଗ୍ରହର ମନ୍ତ୍ରଜପ ବା ଶାସ୍ତ୍ର ଆଦି ଶ୍ରବଣ ପଠନ ଦ୍ୱାରା, ପୃଥ୍ୱୀତତ୍ତ୍ୱ ରାଶିରେ ଯଦି ଯୋଗକାରକ ଅଥବା କ୍ଷତିକାରକ ଗ୍ରହ ଅବସ୍ଥାନ କରୁଛନ୍ତି ତାହେଲେ ସେମାନଙ୍କର ପ୍ରତିକାର ରତ୍ନ କବଚ ଅଥବା ବନୌଷଧି ଧାରଣ ଦ୍ୱାରା ଏବଂ ଜଳତତ୍ତ୍ୱ ରାଶିରେ ଅବସ୍ଥାନ କରୁଥିବା ଗ୍ରହର ପ୍ରତିକାର ଖାଦ୍ୟ ପାନୀୟ ଇତ୍ୟାଦି ଦ୍ୱାରା କରାଯିବା ଉଚିତ। ଯଦି ଏହିଭଳି ପଦ୍ଧତିରେ ଗ୍ରହମାନଙ୍କର ପ୍ରତିକାର କରାଯାଏ ତାହା 100% ଫଳଦାୟୀ ହୋଇଥାଏ। ଜୟ ଜଗନ୍ନାଥ।